ମା ଆମେ ଆଜି ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 377। ପ୍ରଭୁ ଲେଖୁଛନ୍ତି, ଭୟ ଓ ଚିନ୍ତାଗ୍ରସ୍ତତା ଇଚ୍ଛା ଶକ୍ତିର ଗୋଟିଏ ଗୋଟିଏ ବିକୃତ ରୂପ। ତୁମେ ଯେଉଁ କଥାକୁ ଭୟ କରୁଛ ଓ ଯାହା ବିଷୟରେ ଏତେ ଚିନ୍ତିତ ହୋଇ ପଡୁଛ, ଆପଣାର ମୁଣ୍ଡ ଭିତରେ ସେହି କଥାଟାକୁ ବାର ବାର ନେଇ ପିଟିବାରେ ଲାଗିଛ, ତଦ୍ୱାରା ତୁମେ ତାକୁ ଘଟିବାରେ ସାହାଯ୍ୟ କରୁଛ। କାରଣ ତୁମ ଜାଗ୍ରତ ମନ ଉପର ଭୂମିରେ ରହିଥିବା ଇଚ୍ଛା ଶକ୍ତି ତାହାକୁ ପ୍ରତ୍ୟାହତ କରି ରଖୁଥାଏ। ତଥାପି ନିମ୍ନରେ ତୁମର ମନ ତାହାକୁ ହିଁ ଅନୁକ୍ଷଣ ଇଚ୍ଛା କରି ଆସୁଛି ଏବଂ ତୁମର ଜାଗରଣ ଶକ୍ତି ତଥା ବୁଦ୍ଧି ଅପେକ୍ଷା ତୁମର ଅବଚେତନ ହିଁ ସର୍ବଦା ଅଧିକ ଶକ୍ତିଶାଳୀ ଓ ପ୍ରଶସ୍ତ ହୋଇ ରହିଛି। ଯେକୌଣସି ଅଭିପ୍ରାୟକୁ ପୂର୍ଣ୍ଣ କରିବା ଲାଗି ଅଧିକ ସାଧନ ଯୁକ୍ତ ହୋଇ ରହିଛି। ମାତ୍ର ଚିନ୍ମୟ ଆତ୍ମା ଏହି ଦୁଇଙ୍କ ଠାରୁ ଆହୁରି ଅଧିକ ବଳଶାଳୀ। ତୁମେ ଭୟ ଏବଂ ଆଶାର ସ୍ତରକୁ ପରିତ୍ୟାଗ କରି ଚିନ୍ମୟ ଆତ୍ମାର ସେହି ଭବ୍ୟ ସ୍ଥୈର୍ଯ୍ୟ ଏବଂ ଚିନ୍ତାଶୂନ୍ୟ ପ୍ରଭୃତ୍ୱ ଶକ୍ତି ମଧ୍ୟରେ ହିଁ ଆଶ୍ରୟ ଗ୍ରହଣ କର। ଏଠି ଅନେକ ସିକ୍ରେଟ ଆମ ପାଖରେ ଉଦ୍ଘାଟନ ହେଉଛି। ପ୍ରଥମେ ପ୍ରଭୁ କହିଲେ, ଆମ ଭିତରେ ଯୋଉ ଭୟ ଆସେ, ଯୋଉ ଚିନ୍ତାଗ୍ରସ୍ତ ଆସେ, ଆମେ ଯୋଉ ଚିନ୍ତା ହେଇପଡୁ, ଚିନ୍ତିତ ହେଇପଡୁ, ସେଇଟା ହଉଛି ଆମର ଇଚ୍ଛା ଶକ୍ତିର ଗୋଟିଏ ବିକୃତ ରୂପ। କୌଣସି ଗୋଟେ ଘଟଣା ଦେଖିଲେ ଆମେ ଭୟ କରୁ। ସାଁବଳଟା ଦେଖିଲେ ଆମେ ଡରିଗଲେ, କିମ୍ବା କିଛି ଗୁଡା ଦେଖିଲେ ଚମକି ପଡିଲେ, ଇଏ ଆମେ ଯୋଉ ଇଚ୍ଛା କରନ୍ତି। କଣ ଇଚ୍ଛା କରନ୍ତି? ଆମର ଏଇଟା ଦରକାର, ସେଟା ଦରକାର ନାହିଁ, ନାଇଁ? ସେ ଆପଣ ଯୋଉଟା ଚାହୁଁନାହାନ୍ତି ସେ ଘଟଣାଟା ଘଟିଗଲା ଭଳି ଆପଣଙ୍କୁ ଡର ଲାଗିଲା। ଇଏ ଗୋଟିଏ ଏପିସୋଡ। ଆଉ ଗୋଟେ ଜିନିଷ ଦେଖିବେ, ତାର ଜଷ୍ଟ ଆଉ ଗୋଟେ ବ୍ୟାକଗ୍ରାଉଣ୍ଡକୁ ଯିବେ। ଆପଣ ଇଚ୍ଛା କରୁଥିଲେ ଏଇଭଳିଆ ଘଟୁ, କିନ୍ତୁ ସେଭଳିଆ ନ ଘଟି ଏଭଳିଆ ଘଟିଲା, ସେତେବେଳେ ଆପଣ ଡରିଯାଆନ୍ତି। ଆଉ ଗୋଟେ ସମୟ ଆସେ, ଆପଣ ଦେଖିବେ, ମନେ କରାଯାଉ ପୁରା ନିରୋଳା, ଶାନ୍ତ ନୁହଁ, ମାନେ ନିରୋଳା, ଲୋନଲି, ଏବଂ ଆ ପୂର୍ବରୁ ଆପଣଙ୍କ ଭିତରେ ଗୋଟେ ଧାରଣା ଥାଏ, ଆପଣଙ୍କ ଭିତରେ ଗୋଟେ ଧାରଣା ଥାଏ ଯେ ଏଇ ପ୍ରକାରର ପରିସ୍ଥିତିରେ ଏଇଆ ଘଟେ। ଯେମିତି ବାଜେ ଗୀତ ଆପଣ ଶୁଣିଥିବେ, କଣ, ଯେତେବେଳେ ଗୋଟେ ପିକନିକ ଆସିବ, ମାନେ ମ୍ୟୁଜିକ ବାଜିବ ପୁରା, କେମିତି କହନ୍ତି, ଡର ଲାଗେ ନିଜ ଛାଇ ଅନ୍ଧାର ଗଲେ ହୋଇ, ମାନେ ଯୋଉ ଗୋଟେ ଏମିତି ଗୋଟେ ଟ୍ୟୁନିଂ ବାଜେ, ଗୋଟେ ମ୍ୟୁଜିକ ବାଜିବ, ଯୋଉଗୁଡାକୁ କଣ କରୁଛି, ଆମକୁ ଗୋଟେ ଜିନିଷକୁ ଭାବିବା ପାଇଁ, ଇଚ୍ଛା କରିବା ପାଇଁ ସେ କମ୍ପଲସରି କରିଦିଏ। ସେଇ ପ୍ରକାରର ପରିସ୍ଥିତି ହେଇଗଲେ ଆମ ଭିତରେ ଗୋଟେ ଜାଗ୍ରତ ହେଇ ଉଠେ ଯେ ଆସିଲା କି କିଏ, ଏମିତି ହେଲା କି, ସେମିତି ହେଲା କି, ସେଇଟା ତ ମୋର କଣ, ମୋ ଶକ୍ତିଟା, ମୋରି ନିଜର ଶକ୍ତି, ସିଏ ଚିନ୍ତା କରୁଛି ବା ସିଏ ଇଚ୍ଛା କରୁଛି ଏମିତି ଏମିତି ଘଟନ୍ତା କି, ବା ଏମିତି ଏମିତି ଘଟିବ କି, ଏମିତି ଏମିତି ଘଟିବାର ସମ୍ଭାବନା ଅଛି। ଏଇ ଯୋଉ ପ୍ରକାରର ଯୋଉ ସେ ଯୋଉ ସାମର୍ଥ୍ୟଟି ରହିଛି, ସେ ସାମର୍ଥ୍ୟଟି ମୋର ରହିଛି, ତାହା ବିକୃତ ଭାବରେ ଯେତେବେଳେ ହଉଛି, ସେତେବେଳେ ମୁଁ ଡରି ଯାଉଛି। ଯେତେବେଳେ ମୁଁ ତାକୁ ଭଲ ୱେରେ ବା ଭଲ ଭଲ କଳ୍ପନା କରୁଛି, ସେତେବେଳେ ମତେ ଖୁସି ଲାଗୁଛି। ଇଏ ହଉଛି ଫରକ, ଆଉ କିଛି ନାହିଁ। ଗୋଟେ ଯେମିତି ଅନେକ ଦିନ ପରେ ଆପଣ ପୁରୁଣା ନିଜ ଯୋଉ ସ୍କୁଲରେ ପଢୁଥିଲେ ସେ ସ୍କୁଲକୁ ଆସି ପହଞ୍ଚିଲେ, ତେଣୁ ସାଙ୍ଗେ ସାଙ୍ଗେ କଣ ହଉଛି, ଆମର ସ୍କୁଲ ଏଜର ସ୍କୁଲ ଲେବୁଲରେ ଆମେ କଣ କରୁଥିଲେ, କୋଉଠି ବସୁଥିଲେ, କଣ କରୁଥିଲେ, ମନେ ପଡିଯାଏ। ସେ କୋଉଠୁ ଆସିଲା? ସିଏ ବି ସେଇଟା ମୋର ଇଚ୍ଛା ଶକ୍ତିର ପ୍ରଭାବ। ମୋର ଇଚ୍ଛା ଶକ୍ତି ଏତେ ପ୍ରବଳ ଥାଏ, ସେ ଯେକୌଣସି ଏକ ଜିନିଷକୁ ସେ ଇମାଜିନ କରିକି ଆଣେ, ବା ପୁରୁଣା ଜିନିଷକୁ ସ୍ମୃତିକୁ ଆଣିକି ଉପରେ ରଖେ, ତେଣୁ ସେତେବେଳେ ମତେ ସେଇଟା ଆନନ୍ଦ ଦିଏ, ଖୁସି ଦିଏ। ସେଇଭଳି ଭାବରେ ଯେତେବେଳେ ତାହା ବିକୃତ ରୂପରେ ସିଏ ସେ ଇଚ୍ଛା ଶକ୍ତିକୁ ବ୍ୟବହୃତ ହୁଏ, ସେତେବେଳେ ତାହା ଆମକୁ ଡର ଲାଗେ।
तामाने सेई इच्छा शक्ति मो भीतर रही जीए मो पाई भयर वातावरण टे तैयारी करुची सेई इच्छा शक्ति मो भीतर रही जीए मो भितर एक आनंदर गोटे खुशीर वातावरण तैयारी करिया पे बा माहौल गोटे क्रिएट करिवा पे सी कौन करुची खोराक जोगाउची तेबे आमको ये जानिया पड़िबो जे मोर इच्छा शक्ति को मु कौथि पई व्यवहार करिवि मते सेटा को नियंत्रण आनिया पड़ियो ता उपरे मु अभ्यास करिवि मु ता उपर कर्तृत्व हासिल करिवि जे मु एई जिंस इच्छा करिवि एई जिंस इच्छा करिवि नाही तेणु कहते भय और चिंताग्रस्तता इच्छा शक्तिर गोटे गोटे विकृत रूप तुम्हें जो कथा को भय करुच जहा विषय एत चिंतित हो पड़ुच आपणर मुंड भितर से कथाटी को बार बार नहीं पिटिबार लगिछ एटा हूँ गुरुत्वपूर्ण कथा आमे जो कथा को लेकिरी जेते अधिक भावग्रस्त भाविबा जेते चिंता करिबा ता द्वारा कौन हब तुम्हें से घटनाटी को घटबार साहाय्य करुच आमे जो अक्षर शिखी न था आम कौन करू बारंबार घरत जहाँ आमे जो व्यक्तिर नाटा बारंबार उच्चारण करू से लोकटीर नाटे आम मन रही जाए जहाँ सहित आम जेते अधिक मिशु ता प्रति आमर एक भावगत संपर्क सृष्टि हुए अपन देखिए आपण को जी बहुत दूर अच्छा आपण को सी खराब लगुंट विषय आप जहाँ शुणी आपण सहित जाकि मिशंतु मिसिला पर देखिए आपण को सी एते खराब लगे किंबा अपोजिट आपण जहाँ सहित मिसी ना दूर भारी भल बोली भावुंट ता सहित मिशंतु से कह कौन अरे हे मु भाभी एमती ये एमतिया से भाया प्रत्येक घटना रे जेतेबेले आमे जो विषय को अधिक थर भावुछु अधिक थर ता सहित आमे संपर्क रक्षा करुछु सी कौन हुए से घटनाटी को घटबार साहाय्य करे एठी आमे मन रखिबा कौन ता माने सेति बहुत सतर्क हवा जरूरी मु जहा भावुछि बा जहा कल्पना करुछि ताहा को घटबारे मु निजे साहाय्य करुछि मु जेते अधिक भाविबी ताले से घटनाटा सेते अधिक घटिबो बा सेते शीघ्र घटिबो बेले बेले कौन हुए ताहा भिन्न एक रूप रे घटे अने कम समय ना अधिकांश समय से ही घटे भिन्न भिन्न भाव जो से घटे मुझे बुझी पारे जे मु ही आपको इमाजिन करी तेणु से जो चिंता करेंगे भारी सतर्क होकर चिंता करेंगे जहा आपण भाविबे जहा आपण चिंता करेंगे जहा आपण कल्पना करेंगे जहा को बारंबार आपण एठी जेमति कहउची कोन कहउचंदी बार बार मथा पिटिबार लागि थांती ताले ताकू ही बारंबार बारंबार डाकिले तेबे अकल लेबुले कौन है ना से घटनाटी को घटवा आमे साहाय्य कले गोटे व्यक्तिर ना को 4-5 थर जब डाकिले से लोक जो शुणव ही शुणव केते थर सी अवॉइड करिवो जदि आमे जनरल केस देखिबा किछि न से कणे के अनेब जिद्दी करिक न आसी पारे किंतु टाणी के अनेब तो एवं से गोटिक को प्रयोग करती जितेबले तपस्या करती देवता को संतुष्ट करने बारंबार उच्चारण करती सी बाध्य होकर आसती आसो बाध्य बाट कि ना तेणु आम जानी रखा से घटना जमी से घटुची सेमती आम जहा जहा कल्पना करुचंती ताहाकू आमे घटिबारे साहाय्य करचंती सेति आमे कौन करबा भल घटना चिंता करबा भल भल भाविबा सेति कहा जाए आमे जो गोटे आमे कहूँ भगवान को ऊपर कंसंट्रेशन कर भगवान को ही तमे कौन कर ना तुमर ध्येय वस्तु कर रख ताहले कौन हम भगवान जेहेतु विशाल तेणु आपणकर जो संकीर्णता दूर हो प्रशस्तता आसीबो प्रसारता आसीबो तेणु दुईटा जाक दृष्टि मन रखिए आपण
ଯାହା ଆପଣ ଇମାଜିନ୍ କରୁଛନ୍ତି ତାହାକୁ ଘଟିବାରେ ସାହାଯ୍ୟ ଯେହେତୁ କରୁଛନ୍ତି, ତେଣୁ ମୋର ଇମାଜିନ୍ ଉପରେ ମତେ ନିୟନ୍ତ୍ରଣ ଆଣିବାକୁ ପଡିବ। ଇଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା, ମୁଁ ଯଦି ଖରାପ ଇମାଜିନ୍ କଲେ ଖରାପ ଘଟଣା ଘଟିବାର ସାହାଯ୍ୟ ହଉଛି, ତେବେ ଭଲ ଭଲ ଇମାଜିନ୍ କରି ଭଲ ଘଟଣା ଘଟିବ। କାରଣ ତୁମ ଜାଗ୍ରତ ମନ ଉପର ଭୂମିରେ ରହିଥିବା ଇଚ୍ଛା ଶକ୍ତି ତାହାକୁ ପ୍ରତ୍ୟାହତ କରି ରଖୁଥାଏ। ତଥାପି ନିମ୍ନରେ ତୁମର ମନ ତାହାକୁ ହିଁ ଅନୁକ୍ଷଣ ଇଚ୍ଛା କରି ଆସୁଛି। ବାରମ୍ବାର ଆମେ ଏଇ ପ୍ରକାର ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଆସେ। ଆମେ ଜାଣୁଛୁ, ବୁଝୁଛୁ, ଆମେ ଇଚ୍ଛା କରୁନୁ, କିନ୍ତୁ ମୋ ଭିତରେ ଏମିତି କଣ ଘଟିଯିବ କି, ଘଟେନି କି, ହଁ ମୁଁ ଘଟି ଯାଇପାରେ, କାଳେ ଘଟିଯିବ କି, ହଁ କରିବ କି, ଏଇ ଯୋଉ ମାନେ ମୁଁ ୟାକୁ ଖାଲି ଛୋଟ ଛୋଟ ଭାଷାରେ କହୁଛି, ନହେଲେ ମୋ ଭିତରେ ତାକୁ ଦେଖନ୍ତୁ, ଯଦି ଜଣେ ନିଜକୁ ଅଧିକରୁ ଅଧିକ ନିରୀକ୍ଷଣ ନ କରେ ତେବେ ସେ ୟାକୁ ଜାଣିପାରିବ ନାହିଁ। ଯୋଉ ବ୍ୟକ୍ତି ସବୁବେଳେ ନିଜକୁ ନିରୀକ୍ଷଣ କରୁଥିବ, ନିଜକୁ ମାନେ ଆନାଲିସିସ୍ କରୁଥିବ, ପୁରା ମର୍ସିଲେସ୍ ସ୍କ୍ରୁଟିନାଇଜର ଭଳିଆ ନିର୍ଦ୍ଦୟ ନିରୀକ୍ଷ ଭାବେ ନିଜକୁ ସେ ସମୀକ୍ଷା କରୁଥିବ, ତେବେ ସିଆକୁ ସ୍ପଷ୍ଟ ଭାବେ ଦେଖିପାରିବ। ନଚେତ୍ କଣ ହବ, ଯୋଉ ବ୍ୟକ୍ତି କେବଳ ନିଜକୁ ଛାଡିକି ଅନ୍ୟମାନଙ୍କୁ ଚିନ୍ତା କରୁଛି, କିଏ କଣ କଲା, କିଏ କଣ ଖାଇଲା, କିଏ କଣ ଶୋଇଲା, କିଏ କଣ ପିନ୍ଧିଲା, ଯଦି ତାକୁ ସିଏ ବାରମ୍ବାର କଣ କରୁଛି, ସେଇଟା ହିଁ ତାର ରହିଛି, ତେବେ ସେ ତାକୁ ନିଜକୁ ସମୀକ୍ଷା କରିପାରିବନି। ସିଏ ସବୁବେଳେ କଣ କରୁଥିବ, ମୁଁ ଯାହା କରୁଛି ଠିକ କରୁଛି, ମୁଁ ଭଲ, ଇତ୍ୟାଦି ଇତ୍ୟାଦିରେ ରହିଥିବ। ତେବେ ସିଏ ସେତିକିରେ ସନ୍ତୁଷ୍ଟ ରହିଥିବ, ତାର ଅଗ୍ରଗତି ସେଇ ମାନେ କଣ ହରିଜଣ୍ଟାଲି ଚାଲିଥିବ, ଆଉ ଉର୍ଦ୍ଧ୍ୱକୁ ନ ହେଇକି ଭର୍ଟିକାଲି ନ ହେଇକିରି ହରିଜଣ୍ଟାଲି ଚାଲିଥିବ। ଏଠି ସେଥିପାଇଁ କହୁଛନ୍ତି କଣ, ଯେ ନିଜକୁ ବାରମ୍ବାର ବାରମ୍ବାର ଅନୁକ୍ଷଣ କରୁ ଚାଲିଥିବ, ତେବେ ସେ ଦେଖିବ ତା ଭିତରେ ନିମ୍ନ ମନର କାର୍ଯ୍ୟକ୍ରମ ଏମିତି ଚାଲିଥାଏ। ସିଏ କଣ କରେ, ସେଇ ଘଟଣାଟିକୁ ବାରମ୍ବାର ଇଚ୍ଛା କରୁଥାଏ। ସେଥିପାଇଁ ତାପରେ କହୁଛନ୍ତି କଣ, ତୁମର ଜାଗରଣ ଶକ୍ତି ତଥା ବୁଦ୍ଧି ଅପେକ୍ଷା ତାର ବଳଟା ବେଶୀ ହେଇଯାଏ। ସେଥିପାଇଁ କହୁଛନ୍ତି ସେ ତୁମର ଅବଚେତନ ହିଁ ଅଧିକ ଶକ୍ତିଶାଳୀ ଆଉ ପ୍ରଶସ୍ତ ହୋଇ ରହିଛି। ଯଦି ଆତ୍ମ ସମୀକ୍ଷା ଆରମ୍ଭ କରିବେ, ତାହେଲେ କଣ ହବ, ନିଜକୁ ଚିହ୍ନି ପାରିବେ। ନିଜକୁ ଚିହ୍ନିଲେ କଣ ହବ, ହତାଶ ନିରାଶ ନ ହେଇକିରି ତାକୁ ସମର୍ପଣ କରିବା ପାଇଁ ଆପଣ ନିଜର ଇଚ୍ଛା ଶକ୍ତିକୁ ପ୍ରୟୋଗ କରିବେ। ଦେଖନ୍ତୁ, ଇଚ୍ଛା ଶକ୍ତିକୁ ପ୍ରୟୋଗ କରିବେ କହୁଛି କାହିଁକି ନା, ଯେ ପର୍ଯ୍ୟନ୍ତ ନିଜର ଯୋଉ ଗତିବିଧି ଗୁଡା ରହିଛି ତାକୁ ମୁଁ ଚିହ୍ନି ନାହିଁ, ମୁଁ ଜାଣି ନାହିଁ ଏପର୍ଯ୍ୟନ୍ତ କିଏ ମତେ ବନ୍ଧନରେ ରଖୁଛି, କିଏ ମତେ ପରମଙ୍କ ଆଡକୁ ନଉଛି, ତେବେ ମୁଁ କାହାକୁ ସମର୍ପଣ କରିବି? ମୁଁ ତ କହିବି, ମୁଁ ତ ହଉଛି କଣ, ମୁଁ ପୁରା କ୍ଷୀର ପରି ଧଳା, ଶୁଭ୍ର, ସ୍ୱଚ୍ଛ। ଆଉ ଯେତେବେଳେ ମୁଁ ନିଜକୁ ନିଜେ ସାର୍ଟିଫିକେଟ ଦେଇ ଦଉଛି, ସେତେବେଳେ ମୁଁ ସମର୍ପଣ କଣ କରିବି? କରିପାରିବିନି, ହୁଏନି ସେମିତି। ତେଣୁ ମୋର ଇଚ୍ଛା ଶକ୍ତିକୁ ପ୍ରୟୋଗ କରିବି ପ୍ରଥମେ ନିଜକୁ ଚିହ୍ନିବା ପାଇଁ, ଆତ୍ମ ସମୀକ୍ଷା କରିବା ପାଇଁ। ଆତ୍ମ ସମୀକ୍ଷା କଲେ ଦେଖିବେ ମୋର ନିମ୍ନ ମନରେ, ନିମ୍ନ ପ୍ରାଣରେ ଏମିତି ଗତିବିଧି, ଏମିତି ସ୍ପନ୍ଦନ ସ୍ପନ୍ଦିତ ହଉଛି, ସିଏ କଣ କରୁଛି, ସେଇ ଗତିବିଧି ଗୁଡ଼ିକୁ ବାରମ୍ବାର ବାରମ୍ବାର ଇଚ୍ଛା କରୁଛି। ତେଣୁ କଣ ହଉଛି ନା, ଅବଚେତନା ଯୋଉ କହୁନି, ଅବଚେତନା ଶକ୍ତିଶାଳୀ କଣ ପାଇଁ ହଉଛି, ସେଥିପାଇଁ କାରଣ ତା ଭିତରେ ଯିଏ ରହିଛି, ସିଏ ସେଠୁ କଣ ହଉଛି, ଯେତେବେଳେ ମୁଁ ତାକୁ ବାରମ୍ବାର ଡାକିବି, ସେ ଯୋଉଠି ଥିବ ବାହାରିବ। ଆଉ କୌଣସି ଅବଚେତନ ଭିତରେ ତ ସବୁ ରହିଛି, ସେଠୁ ବାହାରିଲା। ଆଉ କଣ ବାହାରୁ, ମୁଁ ତା ଦ୍ଵାରା ନାଚିଲି, ଆଉ ମୁଁ ଜାଣିପାରୁନି। ତାପରେ କହୁଛନ୍ତି, ମାତ୍ର ଚିନ୍ମୟ ଆତ୍ମା ଏହି ଦୁଇଙ୍କ ଠାରୁ ଅଧିକ ଶକ୍ତିଶାଳୀ। ଅବଚେତନ ଠାରୁ ବି ଅଧିକ ଶକ୍ତିଶାଳୀ, ଏବଂ ଆମର ଯୋଉ ଜାଗରଣ ଶକ୍ତି, ବୁଦ୍ଧି ଯୋଉ ରହିଛି, ତାଠୁ ବି ସେ ଶକ୍ତିଶାଳୀ। ତେଣୁ ଆମେ ସେଇ ଚିନ୍ମୟ ଆତ୍ମାକୁ ବା ଆମର ଚୈତ୍ୟ ସତ୍ତାକୁ ଆମେ ସମ୍ମୁଖକୁ ଆଣିବା ପାଇଁ ଆସ୍ଫୁରା ରଖିବା। ତା ଦ୍ୱାରା ପରିଚାଳିତ ହବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଅବିରତ ଅବିରତ ମୁଁ ମାଙ୍କୁ ପ୍ରାର୍ଥନା କରିବି। ଏବଂ କୋଉ କୋଉ ଘଟଣା ବଳି ମୋର ଚିନ୍ତା ସକଳ ହଉ, ଭାବନା ସକଳ ହଉ, କାର୍ଯ୍ୟ ସକଳ ହଉ, ଯୋଉ ଗୁଡାକ ଅଗ୍ରଗତି ଦିଗରେ ମତେ ବାଧକ ସୃଷ୍ଟି ହବ, ତାକୁ ପ୍ରତ୍ୟାଖ୍ୟାନ କରି, ସର୍ବାଦୌ ପ୍ରତ୍ୟାଖ୍ୟାନ କରି
ତୁମେ ଭୟ ଏବଂ ଆଶାର ସ୍ତରକୁ ପରିତ୍ୟାଗ କରି ଚିନ୍ମୟ ଆତ୍ମାର ସେହି ଭବ୍ୟ ସ୍ଥୈର୍ଯ୍ୟ ଏବଂ ଚିନ୍ତା ଶୂନ୍ୟ ପ୍ରଭୁତ୍ୱ ଶକ୍ତି ମଧ୍ୟରେ ହିଁ ଆଶ୍ରୟ ଗ୍ରହଣ କର। ଇଏ ଥିଲା ଜ୍ଞାନ 377। ଜ୍ଞାନ 378। ପରମେଶ୍ୱର ଆତ୍ମଜ୍ଞାନ ଦ୍ୱାରା ହିଁ ଏହି ଅନନ୍ତ ଜଗତ ନିର୍ମାଣ କରିଥିଲେ, ଯିଏକି ନିଜର କ୍ରିୟାଶୀଳତା ମଧ୍ୟରେ ଆତ୍ମ ପରିପୂରଣକାରୀ ପରମ ଇଚ୍ଛା ଶକ୍ତିରେ ପରିଣତ ହୋଇଛନ୍ତି। ଆପଣାର ଅନନ୍ତତାକୁ ସୀମା ସୂଚିତ କରି ରଖିବା ଲାଗି ସିଏ ଅଜ୍ଞାନକୁ ବ୍ୟବହାର କରିଥିଲେ। ମାତ୍ର ଭୟ, ଉଦ୍ବିଗ୍ନତା, ନୈରାଶ୍ୟ, ଆତ୍ମବିଶ୍ୱାସ ଏବଂ ଦୁର୍ବଳତା ପ୍ରତି ସମ୍ମତି, ଏହି ସବୁ ସାଧନ ମାଧ୍ୟମରେ ହିଁ ସେ ଆପଣାର ସୃଷ୍ଟ ପଦାର୍ଥ ଗୁଡ଼ିକୁ ବିନଷ୍ଟ କରିଦିଅନ୍ତି ଏବଂ ତୁମ ଭିତରେ ଯାହା କିଛି ମନ୍ଦ, ଅନିଷ୍ଟକାରୀ ଓ କୁନିୟନ୍ତ୍ରିତ ହୋଇ ରହିଛି, ସେଗୁଡ଼ିକ ଯେତେବେଳେ ଏହି ସବୁ କ୍ଷେତ୍ରରେ ନିଜକୁ ପ୍ରୟୋଜିତ କରି ରଖିଥାନ୍ତି, ସେତେବେଳେ ସବୁକିଛି ବେଶ ଭଲ ଥାଏ। ମାତ୍ର ଯଦି ସେମାନେ ତୁମ ଜୀବନ ଓ ବଳର ଉତ୍ସ ଗୁଡ଼ିକକୁ ହିଁ ଯାଇ ଆକ୍ରମଣ କରିବାକୁ ଆରମ୍ଭ କରିବେ, ତେବେ ତୁମକୁ ସେମାନଙ୍କୁ ଧରି ବହିଷ୍କୃତ କରିଦେବାକୁ ପଡ଼େ, ନଚେତ୍ ସେଇମାନଙ୍କ ହେତୁ ମୃତ୍ୟୁ ମୁଖରେ ପଡ଼ିବାକୁ ହୋଇଥାଏ। ଆମକୁ କୋଉ ଗୁଡ଼ିକ ଯୋଉ ବିବର୍ତ୍ତନରେ ବାଧା ସୃଷ୍ଟି କରୁଛି ଚିହ୍ନିବାକୁ ପଡ଼ିବ। ଏଠି ପ୍ରଥମେ ସେ ଯୋଉ ବିବର୍ତ୍ତନର ପ୍ରଥମ ପଦକ୍ଷେପ ଇନଭଲ୍ୟୁସନ, ନିବର୍ତ୍ତନ, ପରମେଶ୍ୱର ନିଜେ ନିଜକୁ ନିଶ୍ଚେତନାର ଗହ୍ୱର ମଧ୍ୟରେ ପ୍ରବେଶ କରି ସେଉଠୁ ଯୋଉ ଜାଗ୍ରତ ହେବେ, ବିବର୍ତ୍ତିତ ହେବେ, ସେଟା ହେଲା ବିବର୍ତ୍ତନ। ଯୋଉ ଆସିକିରି ନିଶ୍ଚେତନା ଗହ୍ୱରରେ ପ୍ରବେଶ କଲେ ସେଇଟା ହେଲା ନିବର୍ତ୍ତନ। ଏଠି ପ୍ରଥମେ ସେଇ ନିବର୍ତ୍ତନର କଥା କହୁଛନ୍ତି, ତାପରେ କହୁଛନ୍ତି ଆମକୁ ଜଣେଇ ଦଉଛନ୍ତି ଯେ କୋଉ ଗୁଡ଼ିକ ଆମକୁ ସେଇ ନିଶ୍ଚେତନାର ବା ସେଇ ଅବଚେତନା ଭିତରେ ବାନ୍ଧି ରଖିବା ପାଇଁ ସାହାଯ୍ୟ କରେ, କିଏ ଆମକୁ ଉଠେଇବା ପାଇଁ ବିରୋଧ କରେ, ତାକୁ ଚିହ୍ନିବା ଏବଂ ତା କବଳରୁ ନିଜକୁ ମୁକ୍ତ କରିବା। ଭୟ, ଅଜ୍ଞାନତା, ଉଦ୍ବିଗ୍ନତା, ନୈରାଶ୍ୟ, ଆତ୍ମବିଶ୍ୱାସ, ମୋ ଦ୍ୱାରା କିଛି ହେଇପାରିବନି, ଏଇଟା ମାନେ ନିଜ ଉପରେ ବିଶ୍ୱାସ ନାହିଁ। ଆତ୍ମବିଶ୍ୱାସ, ଆଉ ଗୋଟେ କଥା କହିଲେ ଦୁର୍ବଳତା ପ୍ରତି ସମ୍ମତି, ଏଇଟା ସବୁଠାରୁ ଗୋଟେ ଡେଞ୍ଜରସ୍ ୱେପନ୍, ଯିଏକି ଆମକୁ ଆମ ନିଜର ସାମର୍ଥ୍ୟକୁ ପରିପ୍ରକାଶ କରିବା ପାଇଁ ଦିଏ ନାହିଁ। ଚିହ୍ନେଇ ଦିଏ ନାହିଁ, ପରିପ୍ରକାଶ ତ ବହୁତ ଦୂରର କଥା, ଚିହ୍ନେଇ ଦବ ନାହିଁ ଯେ ମୋ ଭିତରେ କଣ ସାମର୍ଥ୍ୟ ରହିଛି, କାହିଁକିନା ମୋର ଦୁର୍ବଳତା ପ୍ରତି ମୋ ଭିତରେ ସମ୍ମତି ଥାଏ। ସେଇଟାକୁ ଆପଣ ବ୍ୟବହାରିକ ଦିଗରେ ପ୍ରୟୋଗ କରନ୍ତୁ। ବ୍ୟବହାରିକ ଦିଗରେ ପ୍ରୟୋଗ କଣ? ସବୁ ଜାଗାରେ ଦେଖିବେ ଏଇଟା ଏଇଟା ମୁଁ କଣ ପାରିବି, ସେଟା ସିଏ କରିଦବ, ମୁଁ ଏଇଟା କଣ କରିବି। ତାମାନେ ଆପଣ ସଚେତନ ହେଇଯିବେ ସେଇ ଜାଗାରେ। ଆଉ ଆ ପୂର୍ବରୁ ଯେମିତି କହିଲେ ଆମର ଇଚ୍ଛା ଶକ୍ତିର ବିକୃତ ରୂପ ମତେ ସବୁବେଳେ କରିବାକୁ ପଡ଼ିବ, ତାମାନେ ଦୁର୍ବଳ ଆପଣ। ଅହଂର ଇଏ ଆଉ ଗୋଟେ ବିକୃତ ରୂପ। ଏ ସବୁ ଜିନିଷ ଆପଣ ସବୁବେଳେ ଆଲୋଚନା ହଉଛି, ଆପଣ ଚିହ୍ନିବାକୁ ଚେଷ୍ଟା କରିବେ। ଆଉ ଗୋଟେ କହିଲେ ତୁମ ଭିତରେ ଯାହା କିଛି ମନ୍ଦ, ଅନିଷ୍ଟକାରୀ, କୁନିୟନ୍ତ୍ରିତ ହୋଇ ରହିଛି। କୁନିୟନ୍ତ୍ରିତ ମାନେ କାହା ଦ୍ୱାରା ନିୟନ୍ତ୍ରିତ ହେଇଛି। ବେଳେ ବେଳେ ଦେଖିବେ, ଦେଖନ୍ତୁ ନୀରବ ରହିବା ଏକ ଉତ୍ତମ ଗୁଣ, କିନ୍ତୁ ମୁଁ ସେଇ ନୀରବତାକୁ ବ୍ୟବହାର କଲି କେତେବେଳେ ନା ଯେତେବେଳେ ଅନ୍ୟ ଜଣେ ମୁଁ ଜାଣି ଶୁଣିକି ନୀରବ ରହୁଛି, ଯଦ୍ୱାରା ସିଏ ହଇରାଣରେ ପଡୁ, ସେଇଟା ହେଲା କୁନିୟନ୍ତ୍ରିତ ହେଲେ। ଆପଣ ମାନେ ଗୋଟେ ଗୋଟେ ସମୟ, ଗୋଟେ ଗୋଟେ ଗତିସ୍ପନ୍ଦନ,
ଆମ ଭିତରେ ଆମକୁ ଚିହ୍ନେଇ ଦବ ଯେ କିଏ ପରିପ୍ରକାଶ ହଉଛି। ଆପଣ ମାନ ସମ୍ମାନ ପାଇଁ ହଉ ବା ନିଜକୁ ଭୁଲ ବୋଲି ପ୍ରମାଣିତ ନ କରିବା, ସବୁ ମୁହୂର୍ତ୍ତରେ କିଏ ପ୍ରତିଷ୍ଠିତ ହଉଛି? ଗୋଟିଏ ମାତ୍ର ଆମ ପାଇଁ ମାପଦଣ୍ଡ, ସେଟା ହଉଛି ମା ପ୍ରତିଷ୍ଠିତ ହଉଛନ୍ତି ନା ମାଙ୍କ ବ୍ୟତିରେକ ଅନ୍ୟ ସବୁ କିଛି ପ୍ରତିଷ୍ଠିତ ହଉଛି। ଯାହା ବି ହଉ, ଯାହା ବି ହଉ ଆପଣଙ୍କର, ଆଉ ଯାହା ହେଲା ମା ଅଦର ଦ୍ୟାନ ମଦର, ସେଗୁଡାକ ହେଲା ଆପଣଙ୍କର ବିରୋଧୀ। ୟା ପୂର୍ବରୁ ଆମେ ଆଲୋଚନା କରିଥିଲେ, ୟା ପୂର୍ବରୁ ଲେଖିଥିଲେ, କଣ କହିଥିଲେ? ଦିବ୍ୟ ପରମ ସତ୍ତା ଯାହା କରୁଛନ୍ତି ବୋଲି ଇଚ୍ଛା କରୁଛନ୍ତି, ଯାହା ହବା ପାଇଁ ଇଚ୍ଛା କରୁଛନ୍ତି, ଯାହା ପରିପ୍ରକାଶ ହବା ପାଇଁ ସେ ଇଚ୍ଛା କରୁଛନ୍ତି, ତା ବ୍ୟତିରକ ଅନ୍ୟ କୌଣସି ଉଦ୍ଦେଶ୍ୟ ମୋର ରହିବ ନାହିଁ। ନିଜର ବ୍ୟକ୍ତିଗତ ଇଚ୍ଛା ବୋଲି ଆଉ କିଛି ରହିବ ନାହିଁ। ଦିବ୍ୟ ପ୍ରେରଣା ଦ୍ୱାରା ପ୍ରେରିତ ହୋଇ ସକଳ କାର୍ଯ୍ୟ କରିବି। এটা ଆମେ ଗତକାଲି ଆଲୋଚନା କରିଛନ୍ତି। ତେଣୁ ଏଠି ଆମେ କୁନିୟନ୍ତ୍ରିତ ହବା ନାହିଁ। ଅନିଷ୍ଟକାରୀ ମନ୍ଦ ଯାହା କିଛି ମୋ ଭିତରେ ରହିଛି, ସେଗୁଡ଼ିକ ଯେପରି ମୋର ଜୀବନକୁ, ମୋର ବଳକୁ ବ୍ୟବହାର ନ କରନ୍ତୁ, ସେଥିପ୍ରତି ସଚେତନ ରହିବେ। ଲେଖୁଛନ୍ତି, ଯଦି ସେମାନେ ତୁମ ଜୀବନ ଏବଂ ବଳର ଉତ୍ସ ଗୁଡ଼ିକୁ ହିଁ ଯାଇ ଆକ୍ରମଣ କରିବାକୁ ଆରମ୍ଭ କରିବେ, ତେବେ ତୁମକୁ ସେମାନଙ୍କୁ ଧରି ବହିଷ୍କୃତ କରିଦେବାକୁ ପଡ଼ିବ। ଯଦି ବହିଷ୍କୃତ କରୁନାହାନ୍ତି, ତାହେଲେ ଆପଣ ମୃତ୍ୟୁ ମୁଖରେ ପଡ଼ିବେ। ମୃତ୍ୟୁ ମୁଖରେ ପଡ଼ିବେ ମାନେ କଣ? ଏଇ ଯୋଉ ଶରୀର ମୃତ୍ୟୁ କଥା କୁହା ହଉନି। ପଥଭ୍ରଷ୍ଟ ହେଇ ବିବର୍ତ୍ତନରେ ଯୋଉ ଅଗ୍ରଗତି ଯିବା କଥା, ଆପଣଙ୍କର ଅଧୋଗତି ହେଇଯିବ। ଏଠି ମା ତାକୁ ବର୍ଣ୍ଣନା କରୁଛନ୍ତି, ଯେତେବେଳେ ଏହି ସବୁ ବିନାଶ ଶକ୍ତି ଆସି ଆମକୁ ଆକ୍ରମଣ କରନ୍ତି, ସେତେବେଳେ ସେଥିରୁ ଏହା ହିଁ ପ୍ରମାଣିତ ହେଇଯାଏ ଯେ ଆମେ ଅହଙ୍କ ବଳରୁ ମୁକ୍ତ ହୋଇ ଆସିବାକୁ ଏବଂ ଆମ ସତ୍ତାର କେନ୍ଦ୍ରରେ ରହିଥିବା ସେହି ଦିବ୍ୟ ପରମ ଉପସ୍ଥିତି ମଧ୍ୟକୁ ସଚେତନ ଭାବରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଇଗଲୁଣି। ଯଦି ଏ ବିନାଶ ଶକ୍ତି ମୋତେ ଆକ୍ରମଣ କରୁଛି, ତାମାନେ ମୋର କିଛିଟା ସାମର୍ଥ୍ୟ ଡେଭଲପ ହେଲାଣି ଅହଙ୍ଗରୁ ମୁକ୍ତ ହବା ପାଇଁ। ମୁଁ ମୋର ଯୋଉ ଦିବ୍ୟ ପରମ ଉପସ୍ଥିତି ସହିତ ସଚେତନ ଭାବରେ ପ୍ରବେଶ କରିବା ପାଇଁ ମୋ ଭିତରେ ପ୍ରସ୍ତୁତ ଆସିଲାଣି ବୋଲି ସେମାନେ ଆକ୍ରମଣ କରୁଛନ୍ତି। ପୂର୍ଣ୍ଣ ଆଲୋକ ଏବଂ ଶାନ୍ତିମୟତା ତଥା ଆନନ୍ଦ ମଧ୍ୟରେ ଆମେ ଆମର ଅହଂ ଆମ ଉପରେ ଆଣି ଲଦି ଦେଇଥିବା ଯାବତୀୟ ଦୁଃଖରୁ ଶେଷକୁ ମୁକ୍ତି ଲାଭ କରିବା ଲାଗି ପ୍ରସ୍ତୁତ ହୋଇଗଲୁଣି। ଯେତେବେଳେ ଆମେ ଏଇ ବିଷୟରେ ସଚେତନ ହେଇଯାଉଛନ୍ତି, ସେତେବେଳେ ଆମେ ମା କହୁଛନ୍ତି, ତାମାନେ ଆମର ଗୋଟିଏ ପାହାଚ ଆମେ ଆଗେଇ ଗଲେ। ଆମେ ମୁକ୍ତି ଲାଭ କରିବା ପାଇଁ ପ୍ରସ୍ତୁତ ହେଇଗଲୁଣି ଏବଂ ଦିବ୍ୟ ପରମ ଉପସ୍ଥିତି ମଧ୍ୟକୁ ସଚେତନ ଭାବରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଇଗଲୁଣି। ସେଇ ଅହଂ ହିଁ ଆମର ଯାବତୀୟ ଜୀବନ ସଂସ୍ପର୍ଶକୁ ଦୁଃଖ ଭୋଗରେ ପରିଣତ କରିଦେଉଥାଏ। ସେହି ଅହଂ ଆମ ଭିତରେ ରହିଥିବା ଦିବ୍ୟ ପରମ ଉପସ୍ଥିତି ବିଷୟରେ ସଚେତନ ହୋଇ ରହିବାରୁ ଏବଂ ତାଙ୍କରି ହାତରେ ସ୍ଥିର, ସବଳ ଓ ପ୍ରଫୁଲ୍ଲ ସାଧନ ରୂପେ ବ୍ୟବହୃତ ହେବାରୁ ବଞ୍ଚିତ କରି ରଖିଥାଏ। କିଏ ସେ? ନା ସେଇ ଅହଂ। ଏଗୁଡାକ ଆମେ ଏଇ ଅହଂ ଉପରେ ସବୁବେଳେ ଆଲୋଚନା କରୁଛନ୍ତି। ଆମେ ସଚେତନ ହବା, ମାଙ୍କୁ ପ୍ରାର୍ଥନା କରିବା, ଯେପରି ଅହଂର ସମସ୍ତ ଗତିବୃତ୍ତିକୁ ମୁଁ ଚିହ୍ନି ପାରେ। ଚିହ୍ନିବା ପରେ କାହିଁ କୁହାହଉଛି? ଯଦି ଚିହ୍ନି ଖାଲି କହିବେ ଯେ ମା ମତେ ମୁକ୍ତ କରିବ ବୋଲି କହିବେ, ଯେ କହିବାଟା ଭଲ, ସେ ଅଭ୍ୟାସ କରିବେ। କିନ୍ତୁ ଯଦି ନ ଚିହ୍ନିଥିବେ, ଅସୁବିଧା କଣ ହବ? ଆଉ ଅନେକ ସମୟରେ ଆମ ଭିତରେ ଯୋଉଗୁଡାକ ଆମର ଗୁଣ ବା ସାମର୍ଥ୍ୟ, ଆମେ ତାକୁ ସମର୍ପଣ କରିବା ପାଇଁ ଟିକେ ଭୁଲି ଯାଉ। ଆମେ ସମର୍ପଣ କରିବାକୁ ଭୁଲି ଯାଉ। ତେଣୁ ଆଗ ମାଙ୍କୁ କହିବେ ଯେ ମା ମତେ ଚିହ୍ନେଇ ଦିଅ, କୋଉ ଗୁଡାକ ମତେ ମାନେ ବାହାରକୁ ବଢିଆ ସୁନ୍ଦର ରୂପ ନେଇଛି,
କିନ୍ତୁ ମତେ କଣ କରୁଛି, ଅହଂର ପାଶ ଭିତରେ ବନ୍ଦୀ କରି ରଖୁଛି। ମା, ଥ୍ୟାଙ୍କ ୟୁ ଅଲ୍, ଅରବାର।